ଚାଷୀ ଭାଇମାନେ ନମସ୍କାର। ଚାଷୀ ଭାଇମାନେ ଏଠି ଦେଖିପାରୁଥିବେ 500 କୁକୁଡ଼ାକୁ ଫ୍ରି ରେଞ୍ଜ ଚାଷ କରାଯାଇଛି ସୋନାଲି କୁକୁଡ଼ା। ଚାଷୀ ଭାଇମାନେ ଯଦି ଆପଣ ଫ୍ରି ରେଞ୍ଜ ଚାଷ କରୁଛନ୍ତି ତାହେଲେ ଆପଣ ଟାଙ୍ଗରେ ଭୂମି ରଖିବେ ନାହିଁ। ଦେଖିପାରୁଥିବେ ଯେମିତି ପାଖରେ ଘାସ ଅଛି ସେଇ ଟାଇପ୍ର ଆପଣ ଘାସଟା ଥିବା ଦରକାର। ଫ୍ରି ରେଞ୍ଜ ଚାଷ କରିଥିଲେ ଏମିତି ନୁହଁ କି କୁକୁଡ଼ାକୁ ବାହାରେ ଛାଡ଼ିଦେଲେ ସେମାନେ ସବୁ କିଛି ଖାଇନେବେ। ଯଦି ଆମେ ଫ୍ରି ରେଞ୍ଜ କରୁଛେ ତାହେଲେ ଆମ ପାଖରେ ତାକୁ ଦାନାଟା ଥିବା ଅଛି। ଦାନା ମାନେ ଏଇ ଯେଉଁ ଦିଆହେଉଛି ଏ ଦାନା କହୁଛନ୍ତି କି ନା ଏ ଦାନା ନୁହଁ। ଯେମିତି ତାକୁ କିଡ଼ା ମକଡ଼ା ଯାହା ବି ତାକୁ ଖାଇବାକୁ ଯେମିତି ମିଳିପାରୁଥିବ। ଯଦି ଆମେ ଘାସ ଦଉଛି ଘାସ ତା ସହିତ ଆମେ ପନିପରିବା ତା ସହିତ ଆଉ କିଛି ଆମେ ଘରୋଇ ଖାଦ୍ୟକୁ ମିଶିକି ତାକୁ ଦେଇପାରିବା। ମନେ ରଖନ୍ତୁ ଚାଷୀ ଭାଇମାନେ ଡାଇରେକ୍ଟ ଚାଉଳ କି ଖୁଦ ଖାଇବାକୁ ଦେବେ ନାହିଁ କୁକୁଡ଼ାମାନଙ୍କୁ। କାହିଁକି ସେ ଯଦି ଦେଉଛନ୍ତି ତାହେଲେ କିରିମିର ଅସୁବିଧା ରୁହେ। ଆପଣ ଏ ଦାନାକୁ ମଧ୍ୟ ତାଙ୍କ ସହିତ ପୋଷା ମଣିବା ପାଇଁ କିଛି କିଛି ଦେଇପାରିବେ ଯେମିତି ଏଠି ଦେଖି